ନିର୍ବାଚନ ସମୟରେ ଜାରି ହୋଇଥିବା ସଂକଳ୍ପ ପତ୍ରର ପ୍ରତ୍ୟେକ ପ୍ରତିଶ୍ରୁତି ପାଳନ ପାଇଁ ଅଭିଯାନ ଜାରି ରଖିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ। ବିଧାୟକ ଭାବେ ନିର୍ବାଚିତ ହେବାର କିଛି ଦିନ ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ମାଧ୍ୟମରେ ସଦର ନିର୍ବାଚନ ମଣ୍ଡଳୀର ଜନସାଧାରଣ ସାମ୍ନା କରୁଥିବା ସମସ୍ୟାଗୁଡ଼ିକର ଆଶୁ ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ତେବେ ବାଲେଶ୍ୱର ସହରବାସୀଙ୍କ ପ୍ରମୁଖ ସମସ୍ୟା ଭାବେ ଦୃଷ୍ଟିଗୋଚର ହେଉଥିବା ପାନୀୟ ଜଳ କଷ୍ଟ ଦୂର ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏକ ସମୀକ୍ଷା ବୈଠକରେ ବିଧାୟକ ଶ୍ରୀ ଦତ୍ତ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅମୃତ ସହର ଯୋଜନାରେ ପାନୀୟ ଜଳ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। 2014 ମସିହାରୁ କେନ୍ଦ୍ର ସରକାରଙ୍କ ଅନୁଦାନରେ ଆରମ୍ଭ ହୋଇଥିବା ଅମୃତ ସହର ଯୋଜନାରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ସହରବାସୀଙ୍କ ମନରେ ସୃଷ୍ଟି ହୋଇଥିବା ପ୍ରଶ୍ନକୁ ଦୂର କରିବା ଦିଗରେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟରେ ନୂତନ ସରକାର ଗଠନ ହୋଇଥିବାରୁ ଜନସାଧାରଣଙ୍କ ସମସ୍ୟା ନିବାରଣ ଦିଗରେ ସକାରାତ୍ମକ ମନୋଭାବ ନେଇ ଅଧିକାରୀମାନେ କାର୍ଯ୍ୟ ସମ୍ପାଦନ ପାଇଁ ତତ୍ପର ରହିବାକୁ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ। ଭୂତଳ ଜଳସ୍ତର ଦିନକୁ ଦିନ କମ୍ ହେଉଥିବାରୁ ଟାୱାର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରି ନଦୀ ଜଳକୁ ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ପୂର୍ବ ସରକାରଙ୍କ ଅମଳରେ ବନ୍ଦ ହୋଇଯାଇଥିବା ବୁଢ଼ାବଳଙ୍କ ନଦୀ ଜଳ ବିଶୋଧନ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦତ୍ତ କହିଥିଲେ। ଏହା ସହିତ ସହରବାସୀ ନିରନ୍ତର ପାନୀୟ ଜଳ ପାଇବା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନୂତନ ପାଇପ୍ ବିଛାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଜନସାଧାରଣଙ୍କ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ପାଇଁ ଯତ୍ନବାନ ହେବାକୁ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ। ବାଲେଶ୍ୱର ସହରାଞ୍ଚଳର ପ୍ରତ୍ୟେକ ସେକ୍ସନରେ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁବନ୍ଦୋବସ୍ତ ପାଇଁ ପଦକ୍ଷେପ ନେବେ। ପୂର୍ବ ସରକାରଙ୍କ ଅମଳରେ ଜନସ୍ୱାସ୍ଥ୍ୟ ବିଭାଗ ଅବହେଳିତ ଅବସ୍ଥାରେ ରହିଥିବାରୁ ଏହାର ପୁନରୁତ୍ଥାନ ପାଇଁ ରାଜ୍ୟ ଗୃହ ନଗର ଉନ୍ନୟନ ବିଭାଗ ସହ ଆଲୋଚନା କରାଯିବ। ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ରକ୍ଷା ଦିଗରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ନବୀନ ସିଂହ, ଏସ୍ଡିଓ ବିଷ୍ଣୁପଦ ଦାସ, କନିଷ୍ଠ ଯନ୍ତ୍ରୀ ହୀରାଲାଲ ନାୟକ ଓ ଅନୁପମା ସାହୁ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହି ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଭିତ୍ତିଭୂମି ଓ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। देखु आज आम ये पीएचडी जो जनस्वास्थ्य विभाग जे जो विभाग बालेश्वर सहर को पानी जोगाऊँच से विभाग रे साधारण लोकंकर प्रचुर अभियोग जिते आम निर्वाचन जीतिलु 2014 मसीह जो अमृत योजना बालेश्वर लागू होती केंद्र सरकार अनुमोदन क्रमे सी अमृत योजना कार्यकारी उपर लोकों मन में संदेह अच्छी बड़ प्रश्नवाची अच्छी। आज से विभाग समस्या बेले समीक्षा बेले आज से अमृत योजना को किपर लागू करी हबो जो पाइप पड़ी से पाइप रे निरंतर केमिति पानी लोक मानू पीवा पानी जुगै दे हबो से व्यवस्था केमिति आउरी उन्नत मानर करी हबो सेतिपय आज आम आलोचना चली जो प्रोजेक्ट गत सरकार समय बंद हो जाइथिला एबे से प्रोजेक्ट को आम रिवाइव करुचे। नदी पानी बालेश्वर रे वाटर ट्रीटमेंट प्लांट हबो नदी पानी रु बालेश्वर सहरवासी पानी पाइबे आ तार एक डीपीआर प्रस्तुत करिकी अर्बन डिपार्टमेंट को पठा जिवो एवं तुरंत से काम को बालेश्वर सहरवासी स्वार्थ दृष्टि आरंभ करा जिवो। विशेष करिकी जो अमृत योजनार जो मुख्य लक्ष्य थिला कि दिन को दिन सहर रे ग्राउंड लेवल वाटर कमी जाउची तार फॉल डाउन होची तेणु आम नदी पानी को पीवा उपयोगी करवा से प्रोजेक्ट उपर विशेष गुरुत्व दिगला। एबे जेहेतु वर्षा दिन अच्छे आगो को खरा दिन आसीबो वर्षा दिन और खरा दिन आसीबा भितरे लोके पानी पाइबारु जेमती वंचित न होतु से विषय कथा करागला। जो जो बस्ती एरिया रे वाटर कनेक्शन पाई पाइप नहीं नुआ पाइप बिछा जीवा पाई मध्ये प्रपोजल करागला एवं साधारण लोकों सहित विशेष करी जेई एवं सेथिरु जो ऊर्ध्व कर्मचारी अछंती से माने साधारण लोकों सहित अधिक जोड़िबे
तांको व्यवहार मधुर रखिबे एवं लोकंकर काम पई जनसाधारण केंद्रित काम पई एठी विभाग को आज निर्देश दिया जायछि। मु भाबुछि दीर्घ दिन वर्ष हबो ए विभाग अवहेलित अवस्था रे अछि। लोकंकर बारंबार कंप्लेन विभाग प्रति अछि। आमे चेष्टा करूछु साधारण लोकन को जो दायित्वर कथा आमे कहितलु से दायित्व को तांको पुनर्बार केमिति लोकन को सुविधा सुयोग जोगई हबो से विषय आज आलोचना है।